जय श्रीराम। जेतेबेले कौनसी शुभ कार्य अथवा पर्वपर्वाणीर विचार कराଯାए ସେହି ସମୟରେ ଭଦ୍ରା ମୁହୂର୍ତ୍ତ ବା ଭଦ୍ରା ସମୟର ବିଚାର କରାଯାଏ। ତିଥିର ଅଧା ହେଉଛି କରଣ ଏବଂ ଭଦ୍ରା ସମୟଟି କରଣ ବା ପଞ୍ଚାଙ୍ଗର କରଣ ଅନ୍ତର୍ଗତ ଆସେ। ତେବେ ପୌରାଣିକ ଆଖ୍ୟାନ ଅନୁସାରେ ଭଗବାନ ସୂର୍ଯ୍ୟଙ୍କର ଏବଂ ଛାୟାଙ୍କ ଗର୍ଭରୁ ଭଦ୍ରାଙ୍କର ଉତ୍ପନ୍ନ ଏବଂ ଶନିଙ୍କ ଭଗ୍ନୀ ରୂପେ ଭଦ୍ରା ପରିଚିତ। ତେବେ ଶନିଙ୍କୁ ଯେପରି ମନ୍ଦଗାମୀ ହେତୁ ଶନିଙ୍କର ଅନ୍ୟ ନାମ ମନ୍ଦ, ଠିକ୍ ସେହିପରି ଭଦ୍ରାଙ୍କର ଅବସ୍ଥାନକୁ ଆଧାର କରି ଲୋକାଚାରରେ ଶୁଭାଶୁଭ ପ୍ରବାଦ ଦେଖିବାକୁ ମିଳେ। ତେବେ ଭଦ୍ରା ଯେହେତୁ ସୂର୍ଯ୍ୟଙ୍କର କନ୍ୟା ଏବଂ ଶନିଙ୍କ ଭଉଣୀ, ତେଣୁ ଭଦ୍ରାଙ୍କୁ ସାଧାରଣତଃ ଲୋକାଚାରରେ ଅଶୁଭ ବୋଲି ବିଚାର କରାଯାଏ। କିନ୍ତୁ ଏହାର ପ୍ରମାଣ ଦେବାକୁ ଯାଇ ମୁହୂର୍ତ୍ତ ଚିନ୍ତାମଣି କହେ, ଭଦ୍ରା ଚନ୍ଦ୍ରମାଙ୍କ ରାଶିଗତ ଅବସ୍ଥାନକୁ ଆଧାର କରି ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳରେ ଅବସ୍ଥାନ କରନ୍ତି। ଏହାର ପ୍ରମାଣ ମୁହୂର୍ତ୍ତ ଚିନ୍ତାମଣିରେ ଦେଖିବାକୁ ମିଳେ। ଯେତେବେଳେ ଚନ୍ଦ୍ରମା ମେଷ, ବୃଷଭ, ମିଥୁନ ଅଥବା ବିଛା ରାଶିରେ ଅବସ୍ଥାନ କରନ୍ତି, ସେହି ସମୟରେ ଭଦ୍ରା ସ୍ୱର୍ଗଲୋକରେ ଅବସ୍ଥାନ କରନ୍ତି। ଯେତେବେଳେ ଚନ୍ଦ୍ରମା କର୍କଟ, ସିଂହ, କୁମ୍ଭ ଏବଂ ମୀନ ରାଶିରେ ଅବସ୍ଥାନ କରନ୍ତି, ଭଦ୍ରା ସେହି ସମୟରେ ପୃଥିବୀ ଲୋକରେ ଅବସ୍ଥାନ କରନ୍ତି। ଏବଂ ଚନ୍ଦ୍ରମା ଯେତେବେଳେ କନ୍ୟା, ତୁଳା, ଧନୁ ଏବଂ ମକର ରାଶିରେ ଅବସ୍ଥାନ କରନ୍ତି, ଭଦ୍ରା ସେହି ସମୟରେ ପାତାଳ ଲୋକରେ ଅବସ୍ଥାନ କରନ୍ତି। ତେବେ ଭଦ୍ରାଙ୍କ ନିବାସକୁ ଆଧାର କରି ଫଳାଫଳର ପ୍ରମାଣ ଦେବାକୁ ଯାଇ ଜ୍ୟୋତିଷଶାସ୍ତ୍ର କହେ, ସ୍ୱର୍ଗେ ଭଦ୍ରା ଶୁଭଂ କୁର୍ଯାତ୍ ପାତାଳେ ଚ ଧନାଗମମ୍ ମୃତ୍ୟୁଲୋକେ ଯଦା ଭଦ୍ରା ସର୍ବକାର୍ଯ୍ୟ ବିନାଶିନୀ। ଏହାର ଅର୍ଥ ହେଲା, ଯେତେବେଳେ ଭଦ୍ରା ସ୍ୱର୍ଗଲୋକରେ ଅବସ୍ଥାନ କରନ୍ତି ଶୁଭଫଳ ପ୍ରଦାୟକ ହୋଇଥାନ୍ତି। ପାତାଳର ଅବସ୍ଥାନ ସମୟରେ ଧନ ଆଗମନ ହୋଇଥାଏ ଏବଂ ମୃତ୍ୟୁଲୋକ ବା ମର୍ତ୍ତ୍ୟଲୋକରେ ଯେତେବେଳେ ଭଦ୍ରା ଅବସ୍ଥାନ କରନ୍ତି ସେ ସମସ୍ତ କାର୍ଯ୍ୟକୁ ନଷ୍ଟ କରିଥାନ୍ତି। ତେଣୁ ଭଦ୍ରାଙ୍କର ମର୍ତ୍ତ୍ୟ ଅବସ୍ଥାନ କାଳରେ ସମସ୍ତ ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତ, ମୁଣ୍ଡନ ଆଦି ସଂସ୍କାର, ଗୃହପ୍ରବେଶ, ଗୃହ ପ୍ରତିଷ୍ଠା, ନୂତନ ବ୍ୟବସାୟର ଆରମ୍ଭ, ଦୂରଯାତ୍ରା, ସମ୍ପଦ କ୍ରୟ ବିକ୍ରୟ ଆଦି ବର୍ଜିତ ହୋଇଥାଏ। ତେବେ ଅତି ଆବଶ୍ୟକ ସ୍ଥଳେ ଯଦି କୌଣସି ଶୁଭ କାର୍ଯ୍ୟ ଭଦ୍ରାଙ୍କ ମୁହୂର୍ତ୍ତ ସମୟରେ ଆରମ୍ଭ କରିବାକୁ ପଡ଼େ, ତେବେ ଏକ ମନ୍ତ୍ର ଜପ କରି ଶୁଭ କାର୍ଯ୍ୟଟି ଆରମ୍ଭ କରାଯାଇପାରେ। ମନ୍ତ୍ରଟି ହେଲା, ଜୟ ଭଦ୍ରେ ସୁଭଦ୍ରେ ତ୍ୱାଂ ସର୍ବଦା ଭଦ୍ରଦାୟିନୀ ଭଦ୍ର ଭଦ୍ରା ସ୍ୱରୂପା ତ୍ୱାଂ ଭଦ୍ରକାଳୀ ନମସ୍ତୁତେ। ଏହି ମନ୍ତ୍ରକୁ ଜପ କରି ମା ସୁଭଦ୍ରାଙ୍କୁ ଧ୍ୟାନ କରି ଶୁଭ ମଙ୍ଗଳ କାର୍ଯ୍ୟଟି ଆରମ୍ଭ କରାଯାଇପାରେ।